ଭାବୁଥିବେ ଏ କେମିତିକା ଭଉଣୀ, ବଡ ଭଉଣୀ କାନ୍ଦିଲା ବେଳେ ସାନ ଭଉଣୀ ଏତେ ଜୋର ହସୁଛି, ତାର ବି ରିଜିନ ଅଛି, କହୁଛି ଆଗକୁ ଦେଖନ୍ତୁ। ଆଜି ଆମେ ପୁଣି ସକାଳୁ ସକାଳୁ ଦି ଭଉଣୀ ରେଡି ହେଇକି ବାହାରି ପଡିଥିଲୁ ମନ୍ଦିରକୁ। ଆଉ ଭଗବାନଙ୍କ ଦୟାରୁ ଆଜି ଟିକେ ଖରା ପଡିଯାଇଛି। ଚାଲିକି ଗଲେ ଘରଠୁ 10 ମିନିଟ୍ ଲାଗିବ ମନ୍ଦିର ପାଖରେ ପହଞ୍ଚିବା ପାଇଁ। ଆଉ ଏଇ 10 ମିନିଟ୍ରେ ଆମେ ଦି ଭଉଣୀ 10 ଯୁଗର କଥାବାର୍ତ୍ତା ହେଇକି ଯାଉ। ଆଉ ଏମିତିରେ ବି ଘରେ ତ ଆମେ ଠିକ ସେ କଥାବାର୍ତ୍ତା ହଉନା, କାହିଁକିନା ମତେ ଝଗଡାରେ ବିତିଯାଏ ନା। ଆଉ ମୋର ଏଇ କଥାବାର୍ତ୍ତାରେ ଆମେ ଆସିକି ପହଞ୍ଚି ଯାଇଥିଲୁ ମନ୍ଦିର ପାଖରେ। ଦୀପ ଜାଳି ମୁଣ୍ଡିଆ ମାରିକି ମତେ ଠିଆ ହେଲା ଭିତରେ ନାନୀ ସେ ଭିତରେ ଯାଇକି ପଦକ ନେଇକି ପଳେଇ ଆସିଥିଲା। ଦେନ୍ ସେଟାକୁ ଆମେ ଛିଣ୍ଡେଇକି ଆମେ ଜଗା ପାଖକୁ ବାହାରି ପଡିଥିଲୁ। ଆଉ ବାଟରେ ଏତେ ଜୋରେ ଖରା ହଉଥିଲା ଯେ କୁହନି। ଆଉ ଜଗା ପାଖରେ ତ ସବୁବେଳେ ଭିଡ। ବାସ୍ ଜଗାକୁ ଏତିକି ମାଗିଲି ତୁ ନିଜେ ଖୁସିରେ ରହ, ଆଉ ତୋ ପାଖକୁ ଆସିଥିବା ସବୁ ଭକ୍ତକୁ ତୁ ଖୁସିରେ ରଖ। ମନ୍ଦିରର କାମ ସାରି ପହଞ୍ଚିଥିଲୁ ମାଙ୍କ ପାଖରେ। ମାଙ୍କ ପାଖରୁ ଘରକୁ ଗଲା ବେଳକୁ ନାନୀ ଆସିଥିଲା ପାର୍ସଲ। ଖରାରେ ଆସିଲା ପରେ ଏଥିରୁ ଟିକେ ପିଇ ଦେଇକି ନା ରିଲାକ୍ସ ହେଇକି ବସିଲି। ଏବେ କିଛି ଦିନ ହେଲାଣି ନା ମୋ ନେଟ୍ ପ୍ରୋବ୍ଲେମ ଏତେ ହଉଥିଲା ଯେ ଅପଲୋଡ କରିବା ପାଇଁ ମତେ ଦାଣ୍ଡକୁ ଯିବାକୁ ପଡୁଥିଲା। ଆଉ ଏ ସବୁ କଥା 1 ମନ୍ଥ ହେଲାଣି ନାନୀ ଦେଖୁଥାଏ। ଆଉ 1 ମନ୍ଥ ହେଲାଣି ସେ ପଇସା ରଖୁଥିଲା, ଆଉ ଆଜି ମୋ ପାଇଁ ସେ ୱାଇଫାଇ ବସେଇଦେଲା। ମୋର ଏବେ ବି ସେଦିନ ମନେ ଅଛି, ବାବାଙ୍କ ଯିବା ସମୟରେ ନାନୀ ମତେ କହିଥିଲା ତୁ କାନ୍ଦନି, ତୋର କୌଣସି ବି ଅଭାବ ମୁଁ କରେଇ ଦେବିନି। ବାବାଙ୍କ ଯିବାର 1.5 ବର୍ଷ ହେଇଗଲାଣି, ସେ ମୋର କୌଣସି ବି ଅଭାବ କରେଇ ଦେଇନି। ଆଉ ଯାହାଙ୍କୁ ଖୁସି ମିଳେନି ନା, ସେ ଛୋଟ ଛୋଟ ଖୁସିରେ ବି ବହୁତ ଖୁସି ହେଇଯାନ୍ତି, ଯେମିତି କି ଆମ ଫ୍ୟାମିଲି। ଦେନ୍ ଇଭିନିଂ ସମୟକୁ ନାନୀ ମତେ କହିଲା ତୋ ପାଇଁ ଆଉ ଗୋଟେ ସରପ୍ରାଇଜ ଅଛି। ମୁଁ ଭାବିଥିଲି କଣ ବୋଲି, ଦେଖିଲା ବେଳକୁ ମୋ ପାଇଁ ଉପର କାନରେ ନେଇକି ଆସିଛି, ସେ ପୁଣି ରୂପାର। ତ ମୋ ବୋଉକୁ ଦେଖି ଦେଖି ଚିଡଉଥିଲି, ସେ ଭିତରେ ନାନୀ ଆଣି ଦେଇଥିଲା ମୋମୋ। ଆଉ ମୋମୋଟା ବି ବହୁତ ହିଁ ଟେଷ୍ଟ ଥିଲା। ତ ମୁଁ ପୁଅକୁ ଦଉନଥିଲି ବୋଲି ବୋଉ ଟୋଟାଲି ହିଁ ଚିଡି ଯାଇଥିଲା। ନାନୀର ଯେହେତୁ ବି କିଛି ଦିନ ହେଲାଣି ଏକ୍ସରେ, ସିଟି ସ୍କାନ, ଇଜ ଏସବୁ ହଉଥିଲା, ତ ସେ ଦେହ ମୁଣ୍ଡର ସବୁ ଜିନିଷ କାଢିକି ଥୋଇ ଦେଇଥିଲା। ତ ଆଜି ସେ କହିଲା ମୁଁ ନାକରେ ପିନ୍ଧିବି ବୋଲି, ଆଉ ନାକ ଟିକେ ଜାମ୍ ହେଇଯିବାର ଟିକେ ପୁରେଇ ଦେଇକି ବସିଥିଲା। ଆଉ ସେ ମତେ ହିଁ ଡାକିଲା ଆମ ନାକରେ ଟିକେ ଦେଇଦେ ବୋଲି। ଆଉ ମୋ ଭଉଣୀ ଗୋଟେ ଯନ୍ତ୍ର ଯେ ଟିକିଏ କେରେ ବହୁତ ଜୋରସେ ରଡି ପକେଇବ, ସେଥିପାଇଁ ତା ସହିତ ଲାଗିବା ପାଇଁ ମତେ ବହୁତ ହିଁ ଭଲ ଲାଗେ। ଆଉ ମୋ ନାକର ଜଷ୍ଟ ଟିକେ ଦାବିଛି, ଏତେ ଜୋରେ ଚିଲେଇଲା ଯେ ମୋ କାନ କଣ କରିଦେଲା ପୁରା। ପୁଣି ତା ମୁଣ୍ଡରେ କଣ ପଶିଲା କେଜାଣି ମୋ ପାଇଁ ଆଉ ଗୋଟେ ଉପର କାନରେ ନେଇ ଆସିଲା। ତ ଆଜିର ଦିନଟା କିଛି ଏମିତି ବିତିଗଲା। ପୁଣି ଦେଖା ହବ ନେକ୍ସଟ ଭିଡିଓରେ। ଜୟ ଜଗନ୍ନାଥ।